ଏ କେଞ୍ଚ ଟିକେ ଟିକେ ଆସିଲ। ଆଜ୍ଞା ମ୍ୟାଡ଼ାମ ଦାଉତି। ବସ। ଏ କଣ ଆଡମିସନ ତମେ କରିଥାନ୍ତ କଣ? ଆଜ୍ଞା ମ୍ୟାଡ଼ାମ। ତମ ସହିତ ଯିଏ ଆସନ୍ତି ସେ ଆଡମିସନ କରି କଲେ କୁଆଡେ? କିଏ ଦିଦିଲା ଭାଇ ଡାକ୍ତରଟେ? ହଁ ହେଇଠି ଅଛନ୍ତି ବା। ଆମେ ଅଛୁ ମ୍ୟାଡାମ। ଆସ। ଆମେ ଅଛୁ ମ୍ୟାଡାମ କହୁନାହାନ୍ତି। ମ୍ୟାଡ଼ାମ ଡାକ୍ତରଟେ ଦିଦିଲା ଭାଇ ଦି ଜଣ ତ ଆଇଲେନି। ଇଏ ନାଁଟା କଣ? କେଞ୍ଚ କର। ଇଏ ଡେଲି କୁ ଟ୍ୟୁସନ ପଠେଇବ। ଆଜ୍ଞା। ଇଏ ଆପଣଙ୍କ ନମ୍ବରଟା ଦିଅନ୍ତୁ। ଦେଖୁନାହାନ୍ତି 909394 ଆଜ୍ଞା। ଇଏ ଆପଣ ଟ୍ୟୁସନ ଯୋଉ ଦରମା ଦେବେ ଆଜ୍ଞା 500 ଟଙ୍କା ଲେଖା ଆମେ ନଉଛୁ। ଆଜ୍ଞା। ଅଭଦ୍ର 5 minutes later. ପିଲାମାନେ ତୁମେ ଟିକେ ପଢୁଥା ମୁଁ ଖାଲି କଥା ହେଇ ଟିକେ ହଉଛି। तेरी दादागिरी निकाल दूंगा मैं। କେଞ୍ଚ ମାରିବ ମ୍ୟାଡ଼ାମ କେଞ୍ଚ ଉଠିକି ରାଗି ପଳେଇଲା ମ୍ୟାଡ଼ାମ କଣ କିଛି ହେଲା ତ ରାଗି ପଳେଇଲା। ମତେ ଦମ୍ବୁଲ ମାରିଲା ମୁଁ ଆଉ ଦିଦିନି ବାଟ ପଡି ଯାଉଛୁ। କୋଉ ଡମ୍ବୁଲ କନି ଚୁଇ କାଲି ମୁଁ ତା କଥା ବୁଝି କାଲି ତା କଥା ବୁଝିବା। ମତେ କିଏ ମାରିଲା? ମ୍ୟାଡାମ ନଥିଲେ ବୋଧେ? ନା ମ୍ୟାଡ଼ାମ ନ କାଲି ତା କଥା ବୁଝିବା ଆଉ ଆଉ ଥରେ ନେଇକି ଯିବେ କଣ ହେଇଛି ନେଇକି ବୁଝିବା ଆଉ କଣ ହେଇଛି କଣ ନାହିଁ କଣ ବୁଝିବା ଆଉ କରିବା ସବୁ ତୁ କାନ୍ଦନା କିଛି ହବନି ପୁଣି ଲଲିପପ ଦମୁ ନେଇକି ଯିମୁ ତତେ ଆଉ The next day. କଣ କାଲି କାନ୍ଦିକି ପଳେଇଲୁ ବୁଝେଇଲୁ ତତେ ତା ବୁଝିଲୁନୁ ପଳେଇଲୁ କଣ? ନା ମୁଁ ଯିବିନି ମୁଁ ଶହେ ଦମ୍ବୁଲୁ ତୁ ଆଜି ମାଲିବି। ଡମ୍ବୁଲ ତୋର କଣ କଲା? ଦମ୍ବୁଲୁ ମତେ ମାଲିଛି ମାନେ ମୁଁ ବି ଦମ୍ବୁଲୁ ତତେ ଡମ୍ବୁରୁ କାହିଁକି ମାଇଲା? ମୁଁ ଜାଣିନି ମୁଁ ଲାଗିଯିବୁ ନା ମୁଁ ନାଦିନି ନା ମତେ ମାରିଲା ତତେ ମନା ମାରିଛି ତତେ ବଦଲା ନମୁନା ବଦଲା ନମୁନା ନମୁନା ମୁଁ ତତେ ଆଜି ମାଲିବି ମାନେ ଆଚ୍ଛା ମାଲିବୁ ତତେ କହୁଛି ବଦଲା ନୁହେଁ। ଆଜି ତତେ ପୁଣି ଟ୍ୟୁସନ ଆମେ ଯୋଡ଼ି ଦମୁ ତା ସହିତ ନେଇ ମୁଁ ଯିବିନି। ତୁ ଶୁଣ ଆଜି ଆଜି ମ୍ୟାଡାମକୁ ବୁଝେଇମି ମ୍ୟାଡାମକୁ କହିମି ତୋ କଥା ଯେତିକି ସବୁ ମାଇଲା କାହିଁ ତୋ ଡମ୍ବୁରୁ ଭାଇ ହେଲା ଚାଲ ଆଜି ମ୍ୟାଡାମ କତିକି ଦିଲ୍ଲୀ ଭାଇ ତମକୁ କ୍ରିକେଟ ଖେଳିବୁ ତୁ କିନ୍ତୁ ବାଲନୀତି ଜମା କଲିବୁନି ସେଠି ବାଲନୀତି କଲିକି ମାଲ ଖାଇଛୁ ମୁଁ ଜାଣିଛି ସେ ଛୁଆ ତୁ ଆଗେ ଲାଗିଥିବୁ ତତେ ଗାଣ୍ଡିଆ ତ ରହୁଛି ମୁଁ ଜାଣିଛି ସେଇଠୁ ତତେ ଆଡମିସନ କରିନଥିଲି ହଁ ଟିକେ ହଉ ମୁଁ ଏ ପିଲେ ତା ବ୍ୟାଟ୍ ଟା ଦିଅ କ୍ରିକେଟ ଖେଳୁ ଏ ଥଲା ଖାଲି ଥଲା ବ୍ୟାଟ୍ ଦେ ତୁ ଗରମ ଖାଇ ମାରୁଛୁ ବ୍ୟାଟ୍ ଥଲା ମହଲ ତୁ ଥଲା ଦଉ ଖେଳ ମୋ ବ୍ୟାଟ୍ ଭାଙ୍ଗିବୁନି ଖେଳିବୁନି ଠିକ କହିଛୁ ଏ କେଞ୍ଚ ବଲ ବୁଝ ଖେଳ ଏ କେଞ୍ଚ ଆଉଟ ହେଲା ରେ ସେ କେଞ୍ଚକା ରାତିରେ ମାରିଥିଲେ ରାତିରେ ଦେଖିଲେ ଦିନ ପଡ଼ିଆ ତାକୁ ଦେଖିଥିଲୁ କେବେ? ନା ମୁଁ ତାକୁ ତ ଦେଖିନି ମୁଁ ତାକୁ ଦେଖିଥିଲି କୋଉଠି ପଡ଼ିଆକୁ ସେ ଯାଉଥିଲା ତା ସହିତ ଡିମ୍ବିରି ଭାଇ ଦାସ କିଏ ଥିଲେ ସତରେ ହଁ ବା ଚାଲ ବେ ମାରିବା ଚାଲ ଚାଲ A few moments later. ମୋ ଦିଙ୍ଗଲା ଭାଇକି ଡାକି ମତେ
ଆରେ ଭାଇ ହଁ। ଏ କେଞ୍ଚୁକୁ କଣ ମାରିଏ ନା କଣ ଗଲେଣି ଏତେ ପିଲା ଡମ୍ବୁରୁ ଠିକ ଡମ୍ବୁରୁ କରିକା ଡମ୍ବୁରୁ ଅଛି ତା ଭିତରେ ହଁ ହେ ତା ମାରିବେ ରେ ଉଠୁ ଚାଲ ରେ ଚାଲ ରେ ଚାଲ ରେ ମୋ ଦିଙ୍ଗଲା ଭାଇକି ଡାକି ମତେ ମାରଲ ନହେଲେ ମାରଲ ନହେଲେ କଣ ଶୋଇଛି ବେ ଏ କେଞ୍ଚ କଣ ଏ କେଞ୍ଚ କଣ କଣ ହେଲା ତୋର ଏ ବଡ ଭାତ କିଏ ମାଇଲା ତାକୁ ଡମ୍ବୁରୁ ମାଇଲା ମୁଁ ସେତେବେଳେ କହିଲି ଡମ୍ବୁରୁ ଆସିଛନ୍ତି ଆଣ କପଡା ଆଣ ଶୀଘ୍ର ଲ ହେ ମୁଣ୍ଡଟା ଫଟେଇ ଦେଇଛନ୍ତି ରେ ଏ ଡମ୍ବୁରୁ ଫଟେଇ ଦେଇଛନ୍ତି ରେ ତା ମେଡିକାଲ କହିତେ ଫଟେଇ ଦେଲେ ଆଉ ଥାଉ ଡମ୍ବୁରୁ ତାକୁ ତ ମାରିଦେଲୁ କଣ ହବ କଣ ନା ତାକୁ ଡାକ୍ତରଖାନା ନେଇକି ଯାଉଛନ୍ତି ମୁଁ ଶୁଣିଛି ଶୁଣୁଛୁ ଡମ୍ବୁରୁ ଡାକ୍ତର ଫେରୁ ଆମେ ଜାଣୁ ଡବୁଲୁ ତୁ ଯା କଲୁ ଠିକ ତଲୁନୁ ମୋର ବି ଲାଗ ଲଇଲା ମୁଁ ବି ଲାଗ ଥୁଦେଇବି ଆଜି ମ୍ୟାଡାମ କହୁଥିଲେ ତୋ ନା ତ ଯୋତେ ମାଦୁ ଥୁଇ ତୋତେ ଆଣ୍ଠେଇବି अच्छा हमको सिखा रिया है ଲାଦ ରହିଲା ମୁଁ ବି କାହାକୁ ଡରେ ନା ମୋ ନା ଡମ୍ ଏଠି ଡମ୍ବୁରୁ ନାଡାମୁରୁ ଯାଇତେ ବସିକି ଆଉଛନ୍ତି ବେ କାହା ବିଷୟରେ ଆଲୋଚନା କରୁଥିଲୁ କି? এই যে মাদাম যাଉନଥିଲେ ଜଣକ କାହା ବାଇକରେ ବସି ଯୋଉ ପଣ୍ଡା ମାଦାମ ପଣ୍ଡା ଘଲ ବହୁତ ପଣ୍ଡା ମାଦାମ ଯେ ଟ୍ୟୁଟନ ଚଲନ୍ତି ସେ କାହା ସହିତ ବସିକି ଗଲେ ଶିବା ମୋ ଭାଇଙ୍କ ସାଙ୍ଗରେ ବସିକି ଗଲେ ଯୋଉ ଆମର ଯୋଉ ଫାଷ୍ଟଫୁଡ ଗୋଟେ ଦୋକାନ ନାହିଁ ସେଟା ମୋ ଭାଇଙ୍କର ସେ ମୋ ଭାଇ ଯୋଉ ମାର୍କେଟ ଅଛି ହଁ ସେ ଭାଇ ଆମ ବାହା ହେଇସାରିଛନ୍ତି ଡମ୍ବୁଲୁ କି ଭାଉଜକୁ ଭଲ ପାଇବାନି ଆଜି ତ ତୁ କଣ ବି ଯିବାନି ଆଜି ତୁ ଟଲମଲ ଥାନ୍ଦ ଆଉ କାହାକୁ ଲାଗ ଲକ୍ଷ୍ମୀ